ଦେଖନ୍ତୁ ଆମେ ମୁନିଗୁଡ଼ା ରେଞ୍ଜ ସେକ୍ସନ୍ ମୁନିଗୁଡ଼ାରୁ କାଲି ସନ୍ଧ୍ୟାବେଳେ ଆମେ ହାତୀକୁ ଟ୍ରାକିଂ କରିଥିଲୁ। ସେଇଟା ଥିଲା ଆମର ମେରକାବଣ୍ଡଲି ଗାଁରେ, ସେ ପାଖ ଜଙ୍ଗଲରେ ଆମେ ଦେଖିକି ତାପରେ ସେ ହାତୀ ଉପରକୁ ଥିଲା ବୋଲି ଆମେ ପଳେଇଲୁ। କିନ୍ତୁ ସକାଳେ ଆମେ ଖବର ପାଇଲୁ ଯେ ହାତୀ ଏଇଠି ଆମର ବୋରିଗୁଡ଼ା ରେଲ୍ ଟ୍ରାକ୍ ପାଖରେ ଗୋଟେ କୁପଲି ଅଛି, ସେଇଠି ସେ ଆସିକି ଠିଆ ହେଇଛନ୍ତି। ତାପରେ ଆମେ ସାଙ୍ଗେ ସାଙ୍ଗେ ସବୁ ଷ୍ଟାଫ୍ ପଳେଇ ଆସିକି ଲୋକଙ୍କୁ ଆମେ ସବୁ ଚାରିପଟରୁ ଡାକିକି ଗୋଟେ ଜାଗାରେ କରିକି ତାକୁ ବାଟ କରିଦେଲୁ ଯିବା ପାଇଁ। ଆମେ ଜଗିଛୁ ଆଉ ଲୋକଙ୍କୁ ଗାଁ ଗୁଡ଼ାକରେ ଆମେ ଖବର ଦେଇଦେଇଛୁ, ସମସ୍ତେ ଟିକେ ସତର୍କ ରହିବେ। ଆଉ ଆକୁ ତ ଆମେ ଘୋଡ଼ାଇ ପାରିବା ନାହିଁ, ତା ନିଜ ମନରୁ ସିଏ ଯିବ। ଆମେ ତାକୁ ସତର୍କତା ସହିତ ଆମେ ଦୂରକୁ ରହିକି ତାକୁ ଫଲୋ କରିବା କଥା। ସାର୍ ଟ୍ରେନ୍ ସୁରକ୍ଷା ବୋଲେ ଆମେ ଅଲରେଡ଼ି କନେକ୍ସନ୍ ଦେଇଦେଇଛୁ ସମ୍ବଲପୁର ଡିଭିଜନରେ। ଆଉ ଆମର ଏଇଠି ଯେଉଁ ଷ୍ଟେସନ୍ ମାଷ୍ଟର ଅଛି, ରେଲୱେ ଷ୍ଟେସନ୍ ମାଷ୍ଟର, ତାକୁ ଆମେ ଫୋନ୍ରେ କଥା ହେଇଛୁ। ସେ କହିଲେ ଆମେ ଯେଉଁ ପିଲର ଗୁଡ଼ାକ ଆମର ଦିଆହେଇଛି ମାନେ 25ରୁ 30 କିଲୋମିଟର ଭିତରେ ସେ ସ୍ଲୋରେ ଯିବ, ଦେଖିକି ଯିବ। ଆଉ ଆମର ସବୁବେଳେ ତା ଉପରେ ନଜର ରହିବ। ଟ୍ରେନ୍ ଆସିବା ସମୟରେ ବି ଆମେ ସବୁ ପ୍ରକାର ସତର୍କତାର ସହିତ ଆମେ ତାକୁ ଦେଖିଛୁ, ତାକୁ କେମିତି ସେ ଧୀରେ ଧୀରେ ଏଠୁ ପଳାଇବ ଜଙ୍ଗଲକୁ, ତାକୁ ଆମେ ଅପେକ୍ଷା କରିକି ବସିଛୁ। ନାଇଁ ଏଇଟା ଆକ୍ଚୁଆଲି ଗୋଟିଏ ହାତୀ ଯେଉଁଟାକି ସେ ମଝିରେ ଆମର ଏଇଠି ରହେ, କେତେବେଳେ କେସିଂପୁର ଯାଏ, କେତେବେଳେ ଆମର କଳାହାଣ୍ଡି ସାଉଥରେ ବି ପଳାଏ। ତାର ଗୋଟେ ଟାଇମ୍ ଥାଏ, ସେଇ ଟାଇମ୍ରେ ସେଇ ଜାଗାକୁ ଗୁଡ଼ାକରେ ଆସେ। ଏଇଟା ଆମର ଅଲରେଡ଼ି 2-3 ଥର ସେ ଆସି ସାରିଲାଣି ବର୍ଷ ଭିତରେ। ଏବେ ଆମ୍ବ ପଣସ ଟାଇମ୍ଟା, ସେ ଜାଣିଛି ଆମକୁ ସେଠି ଖାଇବାକୁ ମିଳିବ, ସେ ପଳାଇ ଆସିଛି। ଆଉ ଆମେ ତାକୁ ସତର୍କତା ସହିତ ଗାଁ ଲୋକଙ୍କୁ ସଚେତନତା କରାଇକରି ଆମେ ସବୁ ଟ୍ରାକିଂ କରୁଛୁ, ଯେମିତି ଲୋକର କିଛି କ୍ଷତି ହେଇପାରିବ ହେବନି। सावित्री व्रत उपलक्षे बयनिका आनिछि 10+20% सरकारी रिहाती 25 मे पर्यंत। आज ही आसंतु बयनिका आउटलेट बा ऑनलाइन शॉप करंतु बयनिका.com रे।